କୁଆଡ଼େ ଆସିଛୁ? এইটা মন্দিরটা না কম হবে ଜଗନ୍ନାଥ ମନ୍ଦିର ଲବଣଗିରି। ଲବଣଗିରି ଜଗନ୍ନାଥ ମନ୍ଦିର ସବୁ ଆମେ ଆସିଛୁ ବୁଲିବାକୁ। ଭାଉଜ ମୁଁ ମୋ ପୁଅ ମୋ ବୋହୂ ସମସ୍ତଙ୍କୁ ସାଙ୍ଗରେ ନେଇକି ଆସିଛୁ। ଏଠି ସନ୍ଧ୍ୟାକାଳର ଦୃଶ୍ୟ ବହୁତ ବହୁତ ଭଲ। ଯିଏ ଆସିବ ଥରେ ଆଉ ଯିବାକୁ ତାର ଇଚ୍ଛା ହେବନି। ଦେଖିଲା ପରେ ସନ୍ଧ୍ୟାରେ ବହୁତ ଭଲ ଲାଗିବ, କାରଣ ଏଇ ସମୟରେ ଏଇଠି ବଢ଼ିଆ ସୁଲସୁଲିଆ ପବନ ଦେଉଛି ଏବଂ ପରିବେଶ ଏତେ ସୁନ୍ଦର। ପାହାଡ଼ ଉପରେ ସେ ମନ୍ଦିରଟି ହେଇଛି। ବହୁତ ଲୋକ ଏଠି ସନ୍ଧ୍ୟା ହେଲେ ଆସୁଛନ୍ତି ଏବଂ ଜଗନ୍ନାଥଙ୍କୁ ଦର୍ଶନ କରୁଛନ୍ତି, ତାଙ୍କ ପାହାଚରେ ମଧ୍ୟ ବସୁଛନ୍ତି। ଏଠି ତିନୋଟି ରଥ ଥୁଆ ହେଇଛି। ସେ ରଥ ମୋତେ ରଥଯାତ୍ରା ଏଠି ହୁଏ। ତେଣୁ ଏଟା ମୁଁ ପ୍ରଥମ ଥର ପାଇଁ ଏଠିକି ଆସିଛି। ଆସିଲା ପରେ ମୋତେ ବହୁତ ଭଲ ଲାଗିଲା ଏ ଜାଗା ଏ ପରିବେଶ ଦେଖିବାକୁ। କାରଣ ଭାଉଜ ମୋତେ ଡାକିକି ଆଣିଛନ୍ତି। ଏ ଭାଉଜ ଡାକିକି ଆଣିଲା ପରେ ଦେଖିଲେ ଜାଗା ମୋତେ ବହୁତ ବହୁତ ଭଲ ଲାଗିଲା। ଥ୍ୟାଙ୍କ ୟୁ, ଧନ୍ୟବାଦ। ତେଣୁ ମନ୍ଦିରଟା ଦେଖେଇଦବା। ପରିବେଶ ଏଠି ସବୁ ମନ୍ଦିର ଅଛି। ମାନେ ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର, ହନୁମାନ ମନ୍ଦିର, ଲକ୍ଷ୍ମୀ ମନ୍ଦିର, ବିମଳା ମନ୍ଦିର, ସବୁ କିଛି ମନ୍ଦିର ଅଛି। ଜାଗାରେ ବି ଆହୁରି ସରକାର ଡେଭଲପମେଣ୍ଟ ଆହୁରି ବଢ଼ିଆ ହୁଅନ୍ତା ଏ ଜାଗା। ସେଥିପାଇଁ ସରକାରଙ୍କର ଟିକେ ଦୃଷ୍ଟିଗୋଚର ହେବା ଦରକାର ଏ ଜାଗା ଉପରେ। ହେଲେ ଆହୁରି ବହୁତ ଭଲ ଲାଗିବ। ଜାଗାରେ ଆହୁରି ବହୁତ ଡେଭଲପ হবে, ଲୋକ ଆସିବେ। ଏଠି ପାର୍କ ଫାର୍କ ଟିକେ କଲେ ବହୁତ ଭଲ ଲାଗନ୍ତା। ମନ୍ଦିର ନାହିଁ ବୋଲି ସବୁ ପ୍ରକାର ମନ୍ଦିର ସବୁ ଅଛି ଏଠି। ସବୁ ପ୍ରକାର ମନ୍ଦିର ଅଛି। ଆସ ବୁଲିଯିବା। ଶିବ ମନ୍ଦିର